ଠକ ଅଭିଜିତ ମୋତେ ଠକି ଦେଇ ଚାଲିଗଲେ। ମୋତେ ଅଧା ରାସ୍ତାରେ ଭସେଇ ଦେଇ ଚାଲିଗଲେ। ଗତକାଲି ମୋତେ ପାଖକୁ ଡାକିଥିଲେ। ମୋ ହାତକୁ ଧରି ମୋ ଆଖିର ଲୁହ ପୋଛି ଦେଇ ସେ ମୋତେ କହିଥିଲେ ସେ ଭଲ ହୋଇଯିବେ। ସେ ଭଲ ହୋଇ ମୋ ସାଥିରେ ଘରକୁ ଯିବେ। ହେଲେ ରାତି ପାହି ସକାଳ ହେଲା, ଆଉ ସେ ସବୁ ଦିନ ପାଇଁ ଆଖି ବୁଜିଦେଲେ। ଠକ ଅଭିଜିତ ମୋତେ ଅଧା ରାସ୍ତାରେ ଠକି ଦେଇ ଚାଲିଗଲେ। ଦର୍ଶକ ବନ୍ଧୁ, ଏମିତି କହି ଭୋ ଭୋ ହୋଇ କାନ୍ଦୁଛନ୍ତି ଅଭିଜିତଙ୍କ ସ୍ତ୍ରୀ। ଆଖିରୁ ଲୁହ ଝରାଇ ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି ଅଭିଜିତ ମଜୁମଦାରଙ୍କ ସ୍ତ୍ରୀ। କହୁଛନ୍ତି, ମୋତେ ଗତ ରାତିରେ ଅଭିଜିତ କହିଥିଲେ ସେ ଭଲ ହୋଇଯିବେ, ସେ ସୁସ୍ଥ ହୋଇ ମୋ ସାଥିରେ ଘରକୁ ଯିବେ, ପୁଣି ଥରେ ହସି ଉଠିବ ଆମ ସୁନା ସଂସାର। ହେଲେ ମୋତେ କଥା ଦେଇ ଠକି ଦେଇ ଚାଲିଗଲେ ଅଭିଜିତ। ଠାକୁରଙ୍କୁ କେତେ ଡାକିଛି, କେତେ ଠାକୁରଙ୍କ ପାଖରେ ମୁଣ୍ଡ ପିଟି ଅଳି କରିଛି। ମୋ ଶଙ୍ଖା ସିନ୍ଦୁରକୁ ବଞ୍ଚାଇ ଦେବା ପାଇଁ ମୁଁ ଠାକୁରଙ୍କ ପାଖରେ ନୀତି ମାନସିକ ମନାସୁଥିଲି। ହେଲେ ସବୁ କିଛି ସରିଗଲା। ମୋ ସ୍ୱାମୀ ମୋତେ ଛାଡ଼ି ଆରପୁରକୁ ଚାଲିଗଲେ। ଯାହାଙ୍କ ବିନା ମୁଁ ଗୋଟିଏ ମୁହୂର୍ତ୍ତ ରହିପାରେ ନାହିଁ, ତାଙ୍କ ବିନା ବାକି ଜୀବନ କିପରି କାଟିବି? କେମିତି ରହିବି ମୁଁ ମୋ ସ୍ୱାମୀଙ୍କୁ ଛାଡ଼ି? ଦର୍ଶକ ବନ୍ଧୁ, ଏମିତି କହି ଏବେ ପାଗେଳି ବାୟାଣୀ ଭଳି ହୋଇ କାନ୍ଦୁଛନ୍ତି ଅଭିଜିତ ମଜୁମଦାରଙ୍କ ସ୍ତ୍ରୀ। ଯିଏ ଯେତେ ବୁଝାଇଲେ ବୁଝୁନାହାନ୍ତି ଅଭିଜିତ ମଜୁମଦାରଙ୍କ ସ୍ତ୍ରୀ। କାନ୍ଦି କାନ୍ଦି କହୁଛନ୍ତି, ମୋତେ ଭଲ ହେବାକୁ କଥା ଦେଇ ଅଧା ରାସ୍ତାରେ ଠକି ଦେଇ ଚାଲିଗଲେ ମୋ ସ୍ୱାମୀ ଅଭିଜିତ ମଜୁମଦାର।